ଅର୍ଡ଼ର ଦେଇକରି 15-20 ମିନିଟ୍ ହେଇଗଲାଣି। ଆଜି ଭାଗ୍ୟ ନାହିଁ ଆଣ୍ଟି। ଆଉ 4ଟା ବେଳେ ଖାଇକରି ଫାଇଦା କ'ଣ? ତ ଫାଇନାଲି ସବୁ କାମ ସରେଇକିରି ହୋଟେଲରେ ବସୁଛୁ ଖାଇଦେବା। ତ ସୋମବାର ସାଧା ଭିତରେ କ'ଣ ଦେଇ ଖାଇଦେବା। ପନିର ନାହିଁ ତ ମସରୁମ ଅର୍ଡ଼ର ଦିଆ ଆସୁ ଖାଇଲା ଅର୍ଡ଼ର ଦେଇକରି ପାଖାପାଖି 20 ମିନିଟ୍ ହେଇଗଲାଣି ପର ଲାଗୁଛି। 15-20 ମିନିଟ୍ ହେଇଗଲାଣି ପର ଲାଗୁଛି। ଅର୍ଡ଼ର ଦେଇକରି 15-20 ମିନିଟ୍ ହେଇଗଲାଣି ଗାଇସ୍। ଏବେ ଯାଏଁ ମାନେ ଆଣିନାହାନ୍ତି। ମାନେ 3:30 ହେବାକୁ ଯାଉଛି। ଆରେ ଖାଇବୁ କେତେବେଳେ? ପାଖାପାଖି 20 ମିନିଟ୍ ହେଇଗଲାଣି। 22 ମିନିଟ୍ ହେଉଛି ନାଇଁ? ଆଜି ଭାଗ୍ୟ ନାହିଁ ଆଣ୍ଟି। ଆଜି କିସ୍ମତର ନାହିଁ ପର ଲାଗୁଛି। ହେଇଗଲା କି ଆମର ହେଲା କି ନାହିଁ? ଆମର ସାଧା ଯେଉଁଟା ଅର୍ଡ଼ର ଦିଆହେଇଛି ଆଉ ଏତେ ଅଧଘଣ୍ଟା ଲାଗା ହେଇଗଲାଣି ବୋଲି କହିଲେ ଆଉ ପଚାର ଦେବ ନହେଲେ ପଳେଇବୁ। ଅଧଘଣ୍ଟା ହେଇଗଲା ଭାଇ ହେଲା। ଆଉ 4ଟା ବେଳେ ଖାଇକରି ଫାଇଦା କ'ଣ? ତାପରେ ବାଟରେ ଯାଇକି ଟିଫିନ୍ 20 ଟଙ୍କା ଲେଖା ଖାଇଦେଇ ପଳେଇବା କଥା। କ'ଣ ଅଛି ଟାଇମ୍ ଲଗାଇଲେ କେମିତି ହେବ? ହଁ ବାସ୍ ବିପି ଅଛି ନା ମେଡ଼ିସିନ୍ ବି ୟୁଜ୍ କରୁଛନ୍ତି ହେଲା କି ନାହିଁ? ତ ଫାଇନାଲି ଏବେ ଆଣୁଛନ୍ତି ଗାଇସ୍ ହେଲା। ଅଧଘଣ୍ଟା ଜଗିବାକୁ ପଡ଼ିଲା ଭାଇ। ଆଜି ଆମକୁ ଭାଗ୍ୟ ଖରାପ ଆକ୍ଚୁଆଲି ହେଲା। ଆଜି ନ ଖାଇକି ଉପାସ ରହିଯିବା କଥା। ବୁଝିପାରିଲ କି ନାହିଁ? ଶିବ ମନ୍ଦିର ଯାଇଥିଲ ଉପାସ ରହିଯିବା କଥା। ଘରେ ପହଞ୍ଚାଇଥାନ୍ତୁ କେତେବେଳେ? ଘରେ ଯାଇଥିଲେ ହେଲେ ଘରେ ଡାଲି ଭାତ କରି ଖାଇ ଦେଇଥାନ୍ତୁ। ସେତେବେଳେ ଗାଡ଼ି ଛିଡ଼ା ସେତିକିବେଳେ ସେତିକିବେଳେ ଖାଇ ଦେଇକିରି ଘରେ ଆରାମସେ ଯେତେ ଟାଇମ୍ ସେଇଠି ଛିଡ଼ା ସେତିକି ଟାଇମ୍ ଭିତରେ ତ ଘରେ ପହଞ୍ଚାଇଥାନ୍ତୁ ଘରେ ଆରାମସେ। ତ ଗାଇସ୍ ଆମର ଦେଖନ୍ତୁ ସାଧାରେ ହେଲା କ'ଣ ଆଇଟମ୍ ଅଣାହେଇଛି। ଏଇଟା ହେଉଛି ମସରୁମ୍ ମସଲା ଆଉ ଚିପ୍ସ ଦେଇଛନ୍ତି ଆହୁରି ତରକାରୀ ଦେଇଛନ୍ତି ଆଉ ଡାଲି ହେଲା। ଏତିକି ଆଇଟମ୍। ଏଇଟା କ'ଣ ମାନେ ଏଇଟା କି ତରକାରୀ? ଆଳୁ ଚାଲନ୍ତୁ ଯେଉଁଟା ଆଉ ଭୋକ ଲାଗୁଛି ବାଡ଼େଇ ଦେବା କଥା। କ'ଣ ଅଛି ହେଲା? ଏ ରାଇସ୍ ବି ଗୋଟେ ଅଲଗା ଟାଇପ୍ ରାଇସ୍ ତ କାକୁ ନିଅ ପନିର ନିଅ। ସେଟା ପଛରେ